ଆମ ଘର ପୁଣି ଭାଙ୍ଗିଗଲା। ଏବେ ଆମର କ'ଣ ହେବ? ମୁଁ ଯେତେ ଥର ଘର ବନଉଛି ଝଡ଼ ବର୍ଷା ହେଲେ ଆମ ଘର ଭାଙ୍ଗି ଯାଉଛି। ଆମେ ଆଉ ଏ ଜଙ୍ଗଲରେ ରହିବାନି ରେ ମା। ଆମେ ପାଖ ଜଙ୍ଗଲକୁ ଚାଲିଯିବା। ମୁଁ ଶୁଣିଛି ସେଠି ବହୁତ ଭଲ ମାଟି ମିଳେ। ଆମେ ସେ ଜଙ୍ଗଲରେ ମାଟିରେ ଘର ତିଆରି କରିବା। ଯେତେ ଝଡ଼ ବର୍ଷା ହେଲେ ବି ଆମ ଘର ଭାଙ୍ଗିବନି। ମୁଁ କିଛି ଜରୁରୀ ଜିନିଷ ଧରୁଛି। ଚାଲ ମା, ଆମେ ଆଜି ହିଁ ସେ ଜଙ୍ଗଲକୁ ବାହାରି ଯିବା। ମା, ସେ ଜଙ୍ଗଲ ଆଉ କେତେ ଦୂର? ମୋ ଡେଣା ବହୁତ ବଥା କରୁଛି। ମୁଁ ଆଉ ଉଡ଼ି ପାରୁନି। ଆଉ ଟିକେ ଧୈର୍ଯ୍ୟ ଧରି ଉଡ଼ ମା। ଏଇ ତ ସେ ଜଙ୍ଗଲ ଦେଖାଗଲାଣି। ଆମେ ଖୁବ୍ ଶୀଘ୍ର ସେ ଜଙ୍ଗଲରେ ପହଞ୍ଚିଯିବା। ଏଇ କ'ଣ ମା, ଆମେ ଜଙ୍ଗଲକୁ ଆସୁ ଆସୁ ତ ରାତି ହେଇଗଲା। ଆଜି ରାତି ଆମେ କୋଉଠି ରହିବା? ଚିନ୍ତା କରନି ମା, ଆଜି ରାତି ରହିବା ପାଇଁ ଆମେ କୋଉଠି ନା କୋଉଠି ଆଶ୍ରୟ ପାଇଯିବା। ଆରେ ଏଇ ତ ଆଗରେ ଗୋଟେ ଘର ଦେଖାଯାଉଛି। ଘରକୁ ଦେଖି ଲାଗୁଛି ଏ ଘରେ କେହି ରହୁନଥିବେ। ଚାଲ ମା, ଆଜି ରାତି ଏ ଘରେ ରହିବା। ସକାଳେ ମୁଁ ଆମ ରହିବାର ବ୍ୟବସ୍ଥା କରିନେବି। ମା, ମତେ ଭାରି ଡର ଲାଗୁଛି। ଏ ଘରଟି କେତେ ଅନ୍ଧାର। ତୁ ଭୟ କରନି, ମୁଁ ସାଙ୍ଗରେ ମହମବତୀ ଆଣିଛି। ଏବେ ତତେ ଅନ୍ଧାର ପାଇଁ ଆଉ ଡର ଲାଗିବନି। କିଏ ଆସିଛ ଏଇ ଘରକୁ? ମତେ ଟିକେ ସାହାଯ୍ୟ କର। କିଏ ଚିତ୍କାର କରୁଛି ନା ମା? ତୁମେ ଶୁଣିପାରୁଛ? ହଁ ରେ ମା, ମୁଁ ବି ଶୁଣିପାରୁଛି। ଏ ଘରେ କିଏ ଅଛି? ଆସିଲୁ ଦେଖିବା। ଏଇଠୁ ତ ପାଟି ସବୁ ଥିଲା, ହେଲେ ଏଠି ତ କେହି ବି ନାହାନ୍ତି। ମୁଁ ଏ ମାଠିଆ ଭିତରେ ଅଛି। ମତେ ଦେଖ, ମୁଁ ଗୋଟେ ମାଛ। ଆରେ ମାଛ, ତୁମେ କଥା କହୁଛ? କ'ଣ ହେଇଛି କୁହ? ଆମେ ତୁମକୁ କେମିତି ସାହାଯ୍ୟ କରିବୁ? ମୁଁ ଅନେକ ଦିନରୁ ଏଠି ବନ୍ଦୀ ହେଇଅଛି। ତମେ ମାନେ ମତେ ନେଇ ନଦୀରେ ଛାଡ଼ି ଦିଅ, ମୁଁ ମୁକ୍ତ ହେଇଯିବି। ଠିକ ଅଛି ମାଛ, ତୁମେ ଚିନ୍ତା କରନି। ସକାଳ ହେଉ ମୁଁ ତୁମକୁ ନେଇ ନଦୀରେ ଛାଡ଼ିଦେବି। ଆଚ୍ଛା, ତୁମେ ଏଇ ଘରେ ବନ୍ଦୀ କେମିତି ହେଇଥିଲ? ପ୍ରକୃତରେ ମୁଁ ମାଛ ନୁହଁ, ମୁଁ ଗୋଟେ ଜଳପରୀ। ଏଇ ଘର ଗୋଟେ ତାନ୍ତ୍ରିକର। ସେ ମୋ ଯାଦୁ ଶକ୍ତି ନେବାକୁ ଚାହୁଁଥିଲା, ହେଲେ ପାରିଲାନି। ସେ ରାଗରେ ମତେ ମାଛ କରିଦେଲା, ଆଉ ଏ ଘରେ ବନ୍ଦୀ କରି ରଖିଲା। ଏ ଘର ବାହାରକୁ ଶବ୍ଦ ଯାଏନି, ସେଥିପାଇଁ କେହି ବି ମୋ ଚିତ୍କାର ଶୁଣି ପାରନ୍ତିନି। ଆଜି ତମେ ମାନେ ଏଇ ଘରକୁ ଆସିଲ ବୋଲି ମୋ କଥା ଶୁଣି ପାରିଲ। ମୁଁ ନଦୀକୁ ଗଲେ ଏ ମାଛରୁ ମୁକ୍ତ ହେଇପାରିବି। ଚିନ୍ତା କରନି, ସକାଳ ହେବା ପରେ ଆମେ ତୁମକୁ ନଦୀରେ ନେଇ ଛାଡ଼ିଦେବୁ। ଏମିତି ସେମାନେ ରାତି ବିତେଇଲେ। ସକାଳ ହେଲା ପରେ ମା ଚଢ଼େଇ ମାଛକୁ ନେଇ ନଦୀରେ ଛାଡ଼ିଦେଲା। ନଦୀ ଭିତରକୁ ଗଲା ପରେ ମାଛଟି ଏକ ଜଳପରୀ ହେଇଗଲା। ତମ ମାନଙ୍କୁ ଅନେକ ଅନେକ ଧନ୍ୟବାଦ। ମୁଁ ଆଜି ମୁକ୍ତ। ମୁଁ ଆଜି ବହୁତ ଖୁସି। ମୋ ତରଫରୁ ଏଇ ଛୋଟ ଉପହାର ନିଅ। ଏଇ ନଦୀରେ ମୁଁ ରୁହେ। ଯେବେ ବି କିଛି ବିପଦରେ ପଡ଼ିବ ମୋ ପାଖକୁ ଆସିବ। ମୁଁ ତମ ମାନଙ୍କୁ ନିଶ୍ଚୟ ସାହାଯ୍ୟ କରିବି। ଆଉ ହଁ, ଜଙ୍ଗଲରେ ମୋ କଥା କହିଦେବ। ଆଉ ଯଦି କିଏ ବିପଦରେ ପଡ଼ିବ ସେମାନେ ବି ମୋ ପାଖକୁ ଆସିବେ। ମୁଁ ସମସ୍ତଙ୍କୁ ସାହାଯ୍ୟ କରିବି। ଠିକ ଅଛି ଜଳପରୀ, ଆମେ ତୁମ କଥା ସମସ୍ତଙ୍କୁ କହିଦେବୁ। ଏଇ ଉପହାର ପାଇଁ ତୁମକୁ ଅନେକ ଅନେକ ଧନ୍ୟବାଦ। ଏମିତି ଚଢ଼େଇ ସୁନା ଟଙ୍କା ଧରି ଜଙ୍ଗଲ ଭିତରକୁ ଗଲା, ଆଉ ଏକ ବଡ଼ ଘର କିଣି ରହିଲା। ଅନ୍ୟ ଚଢ଼େଇ ମାନେ ବି ତାକୁ ଏକଥା ପଚାରିବାରୁ ଚଢ଼େଇ ସମସ୍ତଙ୍କୁ ଜଳପରୀ କଥା କହିଲା। ସେଦିନ ପରଠାରୁ ଯିଏ ବି ବିପଦରେ ପଡୁଥିଲା ସେ ଜଳପରୀ ପାଖକୁ ଯାଉଥିଲା। ଜଳପରୀ ବି ସବୁ ଚଢ଼େଇଙ୍କୁ ସାହାଯ୍ୟ କରୁଥିଲା। ଏମିତି ଗୋଟେ ଦିନ, ମୁଁ ଆଜି ଗୋଟେ ଜରୁରୀ କଥା ପାଇଁ ତମ ସମସ୍ତଙ୍କୁ ଡାକିଛି। ମୁଁ ଗୋଟେ କାମରେ କିଛି ମାସ ପାଇଁ ସମୁଦ୍ରକୁ ଯିବି। କିଛି ମାସ ତମମାନଙ୍କ ସହ ଦେଖା ହେଇପାରିବନି, ହେଲେ ତମେ ମାନେ ଚିନ୍ତା କରନି। ମୋ ବଦଳରେ ମୁଁ ଏ ଯାଦୁର ଗାଡ଼ିକୁ ରଖିଦେଉଛି। ଏ ଗାଡ଼ି କଥା କହିପାରିବ। ରାତିରେ ଯାଦୁର ଗାଡ଼ି ଅଦୃଶ୍ୟ ହେଇ ରହିବ। ସକାଳ ହେଲା ପରେ ସେ ଜଙ୍ଗଲକୁ ଆସିବ। ତମେ ମାନେ ଯାହା ମାଗିବ ସେ ତମମାନଙ୍କୁ ସବୁ ଦେବ, ଆଉ ତା ସହ ବିପଦ ସମୟରେ ତମମାନଙ୍କୁ ରକ୍ଷା ବି କରିବ। ତୁମକୁ ଅନେକ ଅନେକ ଧନ୍ୟବାଦ ଜଳପରୀ। ସତରେ ତୁମେ ଆମ ପାଇଁ ବହୁତ ଚିନ୍ତା କର। ତାପରେ ଜଳପରୀ ସମୁଦ୍ରକୁ ଗଲା
ପ୍ରତିଦିନ ସକାଳେ ଯାଦୁର ଗାଡ଼ି ଜଙ୍ଗଲ ଭିତରକୁ ଆସିଥିଲା ଆଉ ଚଢ଼େଇ ମାନେ ତାକୁ ସାହାଯ୍ୟ ମାଗୁଥିଲେ। ଯାଦୁର ଗାଡ଼ି, ଆଜି ମୋ ଝିଅର ଜନ୍ମଦିନ, ମତେ ଗୋଟେ ବଡ଼ କେକ୍ ଆଉ କିଛି ଖାଇବା ଦିଅ। ଆଜି ମୋ ଘରକୁ ଅନେକ ଚଢ଼େଇ ଆସିବେ। ଆଚ୍ଛା ଠିକ ଅଛି, ଏଇ ନେ। ତୁମକୁ ଅନେକ ଅନେକ ଧନ୍ୟବାଦ ଯାଦୁର ଗାଡ଼ି। ଯାଦୁର ଗାଡ଼ି, ମୋ ସ୍ୱାମୀଙ୍କ ଦେହ ଖରାପ, ମୋ ପାଖରେ ଟଙ୍କା ନାହିଁ ଔଷଧ କିଣିବା ପାଇଁ, ମତେ କିଛି ଟଙ୍କା ଦିଅ। ହଁ ହଁ ଦେଉଛି, ଏଇ ନେ। ଯାଦୁର ଗାଡ଼ି ଉଠ, ଆମକୁ 2ଟି ଆଇସ୍କ୍ରିମ୍ ଦିଅ। ଆଚ୍ଛା ଏଇ ନିଅ। ଓହୋ, ଟିକେ ଶୋଉ ଶୋଉ ଏଇ ପିଲାଗୁଡ଼ା ଆସିଗଲେ। ଭାରି ନିଦ ଲାଗୁଛି, ଯାଏ ଆଉ ଥରେ ଶୋଇପଡ଼େ। ଯାଦୁର ଗାଡ଼ି। ଓହୋ, କିଏ ମତେ ପୁଣି ଡାକିଲା? କିଏ ରେ, ତମେ ମାନେ ମତେ କାହିଁକି ଡାକିଲ? ଯାଦୁର ଗାଡ଼ି, ଆମକୁ କିଛି ଚକୋଲେଟ୍ ଦିଅ। ଆଚ୍ଛା ଏଇ ନିଅ। ଓହୋ, ଏଇ ପକ୍ଷୀ ଗୁଡାଙ୍କର କଣ କିଛି କାମ ନାହିଁ ନା କଣ? ସାରା ଦିନ ମତେ ବିରକ୍ତ କରୁଛନ୍ତି। ବଡ ମାନେ କମ ଥିଲେ ଯେ ଏବେ ଛୋଟ ଛୁଆ ବି ମୋ ପାଖକୁ ଆସୁଛନ୍ତି। ଆରେ ମୁଁ ତ ଯାଦୁ ଶକ୍ତି ଜାଣିଛି, ତାହେଲେ ପକ୍ଷୀ ମାନଙ୍କୁ କାହିଁକି ଡରିବି? ମୁଁ ଆଉ କାହାକୁ ବି ସାହାଯ୍ୟ କରିବିନି, ଏବେ କେବଳ ଆରାମ କରିବି। ଏମିତି ଚିନ୍ତା କରି ସେଦିନ ପରଠାରୁ ଯାଦୁର ଗାଡ଼ି ଆଉ କାହାକୁ ବି ସାହାଯ୍ୟ କଲା ନାହିଁ। ଯିଏ ବି ତା ପାଖକୁ ଯାଉଥିଲା ସେ ତାକୁ ଅପମାନ ଦେଇ ଫେରେଇ ଦେଉଥିଲା। ଦିନେ ଜଙ୍ଗଲରେ ପ୍ରବଳ ବର୍ଷା ହେଲା। ସେଇ ବର୍ଷାରେ ଚଢ଼େଇଙ୍କ ଅନେକ ଫସଲ ନଷ୍ଟ ହେଇଗଲା। ଚଢ଼େଇ, ଏବେ ଆମର କଣ ହେବ? ଆମର ସବୁ ଫସଲ ନଷ୍ଟ ହେଇଗଲା। ଯାଦୁର ଗାଡ଼ି ବି ଆମକୁ ଆଉ ସାହାଯ୍ୟ କରୁନି। ଏବେ ଆମେ ଖାଇବା କେମିତି ଯୋଗାଡ଼ କରିବୁ? ଜଳପରି ଆମକୁ ସାହାଯ୍ୟ କରିବା ପାଇଁ ହିଁ ସେ ଯାଦୁର ଗାଡ଼ିକୁ ଦେଇଛନ୍ତି। ସେ ଆମକୁ କାହିଁକି ସାହାଯ୍ୟ କରିବନି? ଚାଲ ଆଜି ମୁଁ ବି ତମ ସାଙ୍ଗରେ ଯିବି। ଏମିତି ସବୁ ଚଢ଼େଇ ମିଶି ଯାଦୁର ଗାଡ଼ି ପାଖକୁ ଗଲେ ଆଉ ତାକୁ ସାହାଯ୍ୟ ମାଗିଲେ। ତମ ମାନଙ୍କର କଣ କିଛି କାମ ନାହିଁ ନା କଣ? ଏମିତି ଆସି ସବୁବେଳେ ମତେ ବିରକ୍ତ କରୁଛ। ମୁଁ କହିଲି ନା, ମୁଁ ଆଉ କାହାକୁ ବି ସାହାଯ୍ୟ କରିବିନି। ଏବେ ଏଠାରୁ ଚାଲିଯାଅ, ମୁଁ ଆରାମ କରିବି। ଏମିତି କାହିଁକି କହୁଛ ଯାଦୁର ଗାଡ଼ି? ଆମକୁ ସାହାଯ୍ୟ କରିବା ପାଇଁ ହିଁ ଜଳପରି ତୁମକୁ ଏ ଯାଦୁ ଶକ୍ତି ଦେଇଛନ୍ତି। ତମେ ମାନେ ମତେ କଣ କହିବାକୁ ଚାହୁଁଛ? ମୁଁ ତମ ମାନଙ୍କର ଚାକର? ତମେ ମାନେ ଯାହା କହିବ ମୁଁ ତା କରିବି। ଭଲରେ ଭଲରେ ଏଠୁ ପଳାଅ, ମୁଁ ଆଉ କାହାକୁ ବି ସାହାଯ୍ୟ କରିବିନି। ଯଦି ମତେ ରଗାଅ, ମୁଁ ଯାଦୁରେ ତମ ମାନଙ୍କୁ ଛାଡ଼ିବିନି। ଯାଦୁର ଗାଡ଼ି ଭୟରେ ସମସ୍ତେ ସେଠାରୁ ଚାଲିଗଲେ। ଏବେ ତ ଆମକୁ ଭଗବାନ ହିଁ ଭରସା, ଆମେ ତ ଆଉ ଚାଷ ବି କରିପାରିବୁନି। ଏବେ ଖାଇବା କଣ, ବଞ୍ଚିବା କେମିତି? ମୁଁ ଗୋଟେ କଥା ଭାବୁଥିଲି, ଏମିତି ଆଉ କେତେ ଦିନ କଷ୍ଟ ପାଇବା? ଚାଲ ସମସ୍ତେ ମିଶି ଜଳପରି ପାଖକୁ ଯିବା ଆଉ ତାଙ୍କୁ ସବୁ ଘଟଣା କହିବା। ତୁ ଏ କଣ କହୁଛୁ ଚଢ଼େଇ? ଜଳପରି ସମୁଦ୍ରକୁ ଯାଇଛନ୍ତି, ଆଉ ସମୁଦ୍ର ଅନେକ ଦୂର। ଏତେ ଦୂରକୁ ଆମେ ଯିବା କେମିତି ଯେ ଜଳପରୀଙ୍କୁ ଦେଖା କରିବା? ମନରେ ବିଶ୍ୱାସ ଥିଲେ ସବୁ କିଛି ସମ୍ଭବ ହେଇଥାଏ। ମାନୁଛି ସମୁଦ୍ର ବହୁତ ଦୂର, ହେଲେ ଆମେ ଚେଷ୍ଟା କଲେ ନିଶ୍ଚୟ ସେ ସମୁଦ୍ରରେ ପହଞ୍ଚି ପାରିବା। ଚଢ଼େଇ ଠିକ କହିଲା, ମୁଁ ବି ଚଢ଼େଇ କଥାରେ ରାଜି। ଏଠି ଏତେ କଷ୍ଟରେ ରହିବା ଅପେକ୍ଷା ଜଳପରି ପାଖକୁ ଯିବା। ତେବେ ଠିକ ଅଛି, ଆମେ କାଲି ହିଁ ସମୁଦ୍ରକୁ ଯିବା। ଛୋଟ ପିଲାମାନେ ମିନୁ ମାଉସୀଙ୍କ ଘରେ ରହିବେ। ଏମିତି ଯୋଜନା ବନେଇ ପରଦିନ ସକାଳେ ସବୁ ଚଢ଼େଇ ସମୁଦ୍ରକୁ ବାହାରିଲେ। ଅନେକ କଷ୍ଟ ପରେ ସେମାନେ ସମୁଦ୍ରରେ ପହଞ୍ଚିଗଲେ। ଆମେ ସମୁଦ୍ରକୁ ତ ଚାଲି ଆସିଲେ, ଏବେ ଜଳପରୀକୁ କୋଉଠି ଖୋଜିବା? ଜଳପରୀ ନିଶ୍ଚୟ ଏଇ ସମୁଦ୍ର ଭିତରେ ଥିବେ। ଚାଲ ଆମେ ସମସ୍ତେ ମିଶି ତାଙ୍କୁ ଡାକିବା। ସେ ଆମ ସ୍ୱର ଶୁଣିଲେ ଆମ ପାଖକୁ ଆସିବେ। ଆରେ ତମେ ମାନେ ଏଠି? ଏତେ ଦୂରକୁ ତମେ ମାନେ କାହିଁକି ଆସିଲ? ଚଢ଼େଇ ମାନେ ଜଳପରୀକୁ ସବୁ ଘଟଣା କହିଲେ। କଣ ହେଲା? ମୁଁ ସେ ଯାଦୁର ଗାଡ଼ିକୁ ରଖିଥିଲି ତମ ମାନଙ୍କୁ ସାହାଯ୍ୟ କରିବା ପାଇଁ, ହେଲେ ସେ ଶକ୍ତି ପାଇଲା ପରେ ଅହଙ୍କାରୀ ପାଲଟି ଗଲା ଆଉ ତମ ମାନଙ୍କୁ କଷ୍ଟ ଦେଲା। ମୁଁ ତାକୁ ଏବେ ଛାଡ଼ିବିନି, ତାକୁ ଉଚିତ ଶିକ୍ଷା ଦେବି। ତମେ ମାନେ ଏ ଉଡ଼ନ୍ତା ସପରେ ବସି ନିଜ ଜଙ୍ଗଲକୁ ଯାଅ, ମୁଁ ବି ତମ ପଛେ ପଛେ ଯାଉଛି।
ଏକ ଜଳପରି ତୁମେ ଏଠି? ହଁ, ମୁଁ ଆସିଗଲି। ତୁ କ'ଣ ଭାବିଥିଲୁ ମୁଁ ଆଉ କେବେ ବି ଆସିବିନି? ତୁ ସମସ୍ତଙ୍କୁ ଅନେକ କଷ୍ଟ ଦେଲୁଣି। ମୁଁ ତତେ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ହିଁ ରଖିଥିଲି, ହେଲେ ତୁ ସେସବୁ ଭୁଲିଗଲୁ। ଏବେ ତୋର ଆଉ କିଛି କାମ ନାହିଁ। ଏମିତି କହି ଜଳପରି ଯାଦୁର ଗାଡ଼ିକୁ ସବୁଦିନ ପାଇଁ ଅଦୃଶ୍ୟ କରିଦେଲା। ସେଦିନ ପରଠାରୁ ସମସ୍ତେ ପୂର୍ବ ଭଳି ଜଳପରି ସହ ଖୁସିରେ ରହିଲେ। ଦୂର ଏକ ଜଙ୍ଗଲରେ ଗୋଟିଏ ପରିଶ୍ରମୀ ଚଢ଼େଇ ରହୁଥିଲା। ତାର ଏକ ଡାଳିମ୍ବ ଗଛ ଥିଲା। ସେ ତାର ଡାଳିମ୍ବ ଗଛର ଖୁବ୍ ଯତ୍ନ ନେଉଥିଲା। ପ୍ରତିଦିନ ସେ ତା ଗଛରୁ ଡାଳିମ୍ବ ତୋଳି ଜଙ୍ଗଲରୁ ଜଙ୍ଗଲ ବୁଲି ବୁଲି ବିକ୍ରି କରୁଥିଲା। ଡାଳିମ୍ବ ନିଅ ଡାଳିମ୍ବ, ମିଠା ମିଠା ଡାଳିମ୍ବ। ଆରେ ଚଢ଼େଇ, ତୁ ଆସିଗଲୁ। ମୁଁ ତତେ ହିଁ ଅପେକ୍ଷା କରିଥିଲି। ତ ଡାଳିମ୍ବ ଦିନେ ନ ଖାଇଲେ ମୋ ପେଟ ପୁରେନି। ଦେ ମତେ ଆଗ 2 କେଜି ଡାଳିମ୍ବ ଦେ। ଏମିତି ଚଢ଼େଇ ତା ଡାଳିମ୍ବ ବିକ୍ରି କରିସାରି ଘରକୁ ଫେରିଲା। ଓ ବାବା, କି ଗରମ ଲାଗୁଛି। ଏତେ ଗରମରେ ମୋର ଛୋଟ ଘରେ ରହି ହେଉନି। ମୁଁ ଶୀଘ୍ର କିଛି କରେ, ନହେଲେ ଗରମ ପାଇଁ ମୋ ଦେହ ଖରାପ ହେଇଯିବ। କାଲି ସକାଳ ହେଉ, ମୁଁ କିଛି କଞ୍ଚା ଘାସ ଆଉ ଲତା ନେଇ ଆସେ। କଞ୍ଚା ଘାସ ମୁଁ ଘର ଭିତରେ ବିଛେଇ ଦେବି। ଘର ଭିତରଟି ନିଶ୍ଚୟ ଥଣ୍ଡା ଲାଗିବ। ଏମିତି ଚିନ୍ତା କରି ଚଢ଼େଇ ଘାସ ଲତା ଆଣିବା ପାଇଁ ବାହାରକୁ ଗଲା। ରାସ୍ତାରେ କାଉ ସହ ତାର ଦେଖା ହେଲା। କିରେ ଚଢ଼େଇ, ଏତେ ସକାଳୁ ସକାଳୁ ତୁ କୁଆଡ଼େ ଯାଉଛୁ? କାଉ ଭଉଣୀ, ଯୋଉ ଗରମ ପଡ଼ିଛି ନା, ଏଇ ଗରମରେ ଆଉ ଘରେ ରହି ହେଉନି। ସେଥିପାଇଁ ମୁଁ ଜଙ୍ଗଲ ଭିତରକୁ ଯାଉଛି କିଛି କଞ୍ଚା ଘାସ ଲତା ଆଣିବା ପାଇଁ। ଘର ଭିତରେ ଆଉ ଘର ଚାରିପାଖରେ କଞ୍ଚା ଘାସ ଲତା ବିଛେଇ ଦେଲେ ଘର ଭିତରଟି ଥଣ୍ଡା ଲାଗିବ। ହଁ, ମୁଁ ବି ଶୁଣିଥିଲି ଘର ଉପରେ ଆଉ ଭିତରେ କଞ୍ଚା ଘାସ ଲତା ବିଛେଇ ଦେଲେ ଘର ଭିତରଟି ଥଣ୍ଡା ରୁହେ। ଯା ତ କାମ କରିବୁ ଯା। କାଉ ଭଉଣୀ, ତୁମେ ବି ମୋ ସାଙ୍ଗରେ ଚାଲ। କଞ୍ଚା ଘାସ ଲତା ଆଣି ନିଜ ଘରେ ବିଛେଇ ଦେବ। ଥଣ୍ଡା ଘରେ ରହିବାକୁ ଭାରି ଭଲ ଲାଗିବ। ନା, ଏଇ ଗରମରେ ମୁଁ ଏତେ ପରିଶ୍ରମ କରିପାରିବିନି। ତୋର ସିନା କେହି ନାହାନ୍ତି ବୋଲି ତୁ ସବୁ କାମ ଏକା କରୁଛୁ। ମୋର ତ ସ୍ୱାମୀ ଅଛି। ମୋ ସ୍ୱାମୀ ମୋ ପାଇଁ ଘର ତିଆରି କରିଦେବେ। ମୁଁ କାହିଁ ଏତେ ହଇରାଣ ହେବାକୁ ଯିବି? ଆଚ୍ଛା ଠିକ ଅଛି, ତୁମେ ଯାଇ ତୁମ ସ୍ୱାମୀକୁ ଏକଥା କୁହ। ମୁଁ ଏବେ ଯାଉଛି କାଉ ଭଉଣୀ। ତାପରେ ଚଢ଼େଇ ଜଙ୍ଗଲ ଭିତରକୁ ଗଲା ଆଉ କାଉ ନିଜ ଘରକୁ ଆସିଲା। ଆରେ ଶୁଣୁଛ, ଚଢ଼େଇ ଏବେ ଜଙ୍ଗଲ ଭିତରକୁ ଗଲା କଞ୍ଚା ଘାସ ଲତା ଆଣିବା ପାଇଁ। ଯେମିତି ତେ ଗରମରେ ବି ତା ଘର ଥଣ୍ଡା ରହିବ। ତୁମେ ବି ଯାଅ, ଆମ ଘର ପାଇଁ କିଛି କଞ୍ଚା ଘାସ ଲତା ଖୋଜି ଆଣିବ। ଆମେ ବି ଆମ ଘରକୁ ଥଣ୍ଡା କରିବା। ଯେମିତି ଗରମ ପଡ଼ିଛି, ମୁଁ ଏ ଗରମରେ ବାହାରକୁ ଯାଇ କାମ କରିପାରିବିନି। ଚଢ଼େଇ ତ ଆମର ପଡ଼ୋଶୀ। ସେ କ'ଣ ତା ଘରେ ଆମକୁ କିଛି ସମୟ ପାଇଁ ରହିବାକୁ ଦେବନି? ଆମକୁ ଯେତେବେଳେ ବି ଗରମ ଲାଗିବ, ଆମେ ଚଢ଼େଇ ଘରକୁ ଚାଲିଯିବା ଆଉ କିଛି ସମୟ ପାଇଁ ତା ଥଣ୍ଡା ଘରେ ଆରାମ କରି ଆସିବା। ହଁ, ତୁମେ ଠିକ କହିଛ। ଏତେ ପରିଶ୍ରମ କରି ଘର କରିବା ଅପେକ୍ଷା ଚଢ଼େଇ ଘରେ କିଛି ସମୟ ପାଇଁ ଆରାମ କରିନେବା। ସେପଟେ ଚଢ଼େଇ ଘାସ ଲତା ଦେଇ ନିଜ ଘରକୁ ସୁନ୍ଦର କରି ତିଆରି କରିନେଲା। ସେତେବେଳେ କାଉର ସ୍ତ୍ରୀ ତା ଘରକୁ ଆସିଲା। ଆରେ ଚଢ଼େଇ, ତା ଘର ତିଆରି କାମ ସରିଗଲା? ହଁ କାଉ ଭଉଣୀ, ମୋ ଘର ତିଆରି ସରିଗଲା। ଭିତରକୁ ଆସି ଦେଖିଯାଅ ମୋ ଘର କେମିତି ଥଣ୍ଡା ଅଛି। ଆରେ ବାଃ ଚଢ଼େଇ, ସତରେ ତ ଘର ଭିତରଟା ବହୁତ ଥଣ୍ଡା ଅଛି। ହଁ କାଉ ଭଉଣୀ, ମୁଁ ଅନେକ ପରିଶ୍ରମ କରି ଘର ତିଆରି କରିଛି। ମୋ ଘର ଭିତରଟା ଥଣ୍ଡା ଲାଗିବନି କେମିତି? ଆରେ ଶୁଣୁଛ, ମୁଁ ନା ଏବେ ସେ ଚଢ଼େଇର ଘରକୁ ଯାଇଥିଲି। ତା ଘର ଭିତରଟା ନା ଭାରି ଥଣ୍ଡା। ମୋର ତ ତା ଘରୁ ବାହାରିବାକୁ ଇଚ୍ଛା ହେଉନଥିଲା। ଆଚ୍ଛା ତାହେଲେ ଚାଲ ଏବେ ସେ ଚଢ଼େଇ ଘରକୁ ଯିବା ଆଉ କିଛି ସମୟ ଆରାମ କରି ଆସିବା। ଚଢ଼େଇ ଅନେକ କଷ୍ଟ କରି ତା ଘର ବନେଇଛି। ସେ କ'ଣ ଏମିତି ତୁମକୁ ତା ଘରେ ରହିବାକୁ ଦେବ? ତାହେଲେ ଏବେ କ'ଣ କରିବା? ଶୁଣ, ମୋ ପାଖରେ ଏକ ଉପାୟ ଅଛି, ଯାଦ୍ୱାରା ଚଢ଼େଇ ଖୁବ୍ ସହଜରେ ଆମକୁ ତା ଘରେ ରହିବାକୁ ଦେବ। ଏମିତି 2 କାଉ ଏକ ଯୋଜନା ବନେଇଲେ। ପରଦିନ କାଉର ସ୍ତ୍ରୀ ଚଢ଼େଇର ଘରକୁ ଗଲା। ଆରେ ଚଢ଼େଇ, ସର୍ବନାଶ ହେଇଗଲା। ଗରମ ପାଇଁ ମୋ ସ୍ୱାମୀ ବେହୋସ ହେଇଯାଇଛନ୍ତି। ଚଢ଼େଇ, ତ ଘରେ ତ ବହୁତ ଥଣ୍ଡା। କିଛି ସମୟ ପାଇଁ ମୋ ସ୍ୱାମୀକୁ ତ ଘରେ ରହିବାକୁ ଦେଇଥା। ମତେ ଟିକେ ସାହାଯ୍ୟ କର ଚଢ଼େଇ। ଆଚ୍ଛା, ଆଉ କାନ୍ଦନି କାଉ ଭଉଣୀ, ଚାଲ ଶୀଘ୍ର କାଉ ଭାଇଙ୍କୁ ନେଇ ଆସିବା। ତାପରେ ଚଢ଼େଇ ଆଉ କାଉର ସ୍ତ୍ରୀ ମିଶି କାଉକୁ ନେଇ ଆସିଲେ। କାଉ ଭାଇଙ୍କର ହୋସ ଆସିବା ଯାଏଁ ତୁମେ ଏଠି ଆରାମ କର। ତୁମେ ତ ଦେଖୁଛ କାଉ ଭଉଣୀ, ମୋ ଘର ବହୁତ ଛୋଟ। ଏଠି 3 ଜଣ ରହିପାରିବାନି।
କାଉ ଭାଇଙ୍କର ହୋସ ଆସିଲା ପରେ ତୁମେ ନିଜ ଘରକୁ ଚାଲିଯିବ। ହଁ ହଁ ଚଢ଼େଇ, ମୋ ସ୍ୱାମୀଙ୍କର ହୋସ ଆସିଲା ପରେ ଆମେ ତ ଘରୁ ଚାଲିଯିବୁ। ଏମିତି ସେ ରାତି ବିତିଗଲା। ସକାଳ ହେଲା ପରେ ଚଢ଼େଇ ଦୁଇ କାଉଙ୍କୁ ଉଠେଇଲା। କାଉ ଭାଇ, ଏବେ ତୁମ ଦେହ କେମିତି? ମୁଁ ଏବେ କାମକୁ ଯାଇଥାନ୍ତି, ତୁମେମାନେ ବି ନିଜ ଘରକୁ ଯାଅ। ଆରେ ଚଢ଼େଇ, ଏବେ ମୋତେ ଭଲ ଲାଗୁଛି ଯେ, ହେଲେ ମୁଁ ପୁରାପୁରି ଭଲ ହେଇନି। ମୋତେ ଆଉ ଟିକେ ଶୋଇବାକୁ ଦେ, ମୁଁ ଭଲ ହେଇଯିବି। ତୁ କାମକୁ ଯା, ଆମେ ଶୋଇକି ଉଠିଲେ ତ ଘରୁ ଚାଲିଯିବୁ। ଆଚ୍ଛା ଠିକ ଅଛି, ମୁଁ ଏବେ ବାହାରକୁ ଯାଉଛି। ଏମିତି କହି ଚଢ଼େଇ ନିଜ ଡାଳିମ୍ବ ଝୋଳି ନେଇ ବଜାରକୁ ଗଲା। ଅନେକ ସମୟ ବିତିଗଲା, ତଥାପି କାଉମାନଙ୍କର ନିଦ ଭାଙ୍ଗିଲାନି। ହଠାତ୍ କାଉର ନିଦ ଭାଙ୍ଗିଗଲା। ସେ ଦେଖିଲା ସନ୍ଧ୍ୟା ହେଇଗଲାଣି। ଆରେ ଏଯାଏଁ ତ ନିଦ ଭାଙ୍ଗିନି, ସନ୍ଧ୍ୟା ହେଇଗଲାଣି। ଚଢ଼େଇ ଆସିବା ପୂର୍ବରୁ ଚାଲ ତା ଘରୁ ଚାଲିଯିବା। କଣ କହିଲ? ସନ୍ଧ୍ୟା ହେଇଗଲାଣି? ଚଢ଼େଇ ଘରେ ମୁଁ ସମୟ ଟିକେ ବି ଜାଣିପାରୁନି। ଏଇ ଘର ଯଦି ଆମର ହେଇଥାନ୍ତା କେତେ ଭଲ ହେଇଥାନ୍ତା ନା? ଏମିତି ଘର କରିବା ପାଇଁ ଅନେକ ପରିଶ୍ରମ କରିବାକୁ ପଡେ। ହଉ ଛାଡ ସେ କଥା, ଚାଲ ଏବେ ଘରକୁ ଯିବା। କଣ ଖାଲି ଯିବା ଯିବା ହଉଛ? ଆମେ କଣ ଚାଲିଯିବା ପାଇଁ ଚଢ଼େଇ ଘରକୁ ଆସିଛେ? ମାନେ ତୁ କଣ କରିବାକୁ ଚାହୁଁଛୁ? ଆଉ କିଛି ସମୟ ଅପେକ୍ଷା କର, ତୁମେ ସବୁ ଜାଣିପାରିବ। ଆରେ ମୋ ଘର କଣ ଭିତର ପଟୁ ବନ୍ଦ ଅଛି? କାଉମାନେ କଣ ଏଯାଏଁ ମୋ ଘରୁ ଯାଇନାହାନ୍ତି? କାଉ ଭଉଣୀ, କାଉ ଭାଇ, କବାଟ ଖୋଲ, ମୁଁ ଘର ଭିତରକୁ ଯିବି। କିଏ ତୁ? ଆମ ଘରର କବାଟ କାହିଁକି ବାଡ଼ଉଛୁ? ମୁଁ ଚଢ଼େଇ, କବାଟ ଖୋଲ କାଉ ଭଉଣୀ, ମୁଁ ଘର ଭିତରକୁ ଯିବି। ତତେ ଆମେ ଚିହ୍ନିନୁ, ଆମ ଘର ଆଗରେ ପାଟି କରନି, ଚାଲିଯା ଏଠୁ। କଣ କହୁଛ ତମେ ମାନେ? ଏ ଘର ମୋର, ମୋ ଘରୁ ମତେ ଚାଲିଯିବାକୁ କହୁଛ? ଏମିତି କରନି, କବାଟ ଖୋଲ, ମୁଁ ଭିତରକୁ ଯିବି। ହେଲେ କାଉମାନେ ଚଢ଼େଇର କିଛି କଥା ଶୁଣିଲେନି। ଚଢ଼େଇ ମନ ଦୁଃଖରେ ନିଜ ଡାଳିମ୍ବ ଗଛ ପାଖକୁ ଚାଲିଗଲା, ଆଉ ସେଠି ବସି ଅନେକ କାନ୍ଦିଲା। କଣ ହେଲା ଚଢ଼େଇ, ତୁ ଏମିତି କାନ୍ଦୁଛୁ କଣ ପାଇଁ? କିଏ କିଏ ଏମିତି କଥା କହୁଛ? ମୁଁ ତ ଡାଳିମ୍ବ ଗଛ କଥା କହୁଛି। ଆଜି ଯାଇ ମୁଁ ତତେ ଏମିତି କେବେ ବି କାନ୍ଦିବାର ଦେଖିନି। କହ ଚଢ଼େଇ, ତୋର ଆଜି କଣ ହେଇଛି? ମୁଁ କାଉ ଆଉ ତୋର ସ୍ତ୍ରୀକୁ ରହିବା ପାଇଁ ମୋ ଘର ଦେଇଥିଲି, ହେଲେ ସେମାନେ ବହୁତ ସ୍ୱାର୍ଥପର ଥିଲେ। ମୋ ଘରୁ ମତେ ବାହାର କରି ସେମାନେ ମୋ ଘରକୁ କବ୍ଜା କରିନେଲେ। ଏବେ ମୋ ପାଖରେ ରହିବାକୁ ଘର ନାହିଁ। ସେ ଦୁଇ କାଉ ଏତେ ସ୍ୱାର୍ଥପର? ତୁ ଆଉ ମନ ଦୁଃଖ କରନି ଚଢ଼େଇ, ସେମାନେ ଖୁବ୍ ଶୀଘ୍ର ତାଙ୍କ ଶାସ୍ତି ପାଇଯିବେ। ତୋର ଏ ବିପଦ ସମୟରେ ମୁଁ ତତେ ସାହାଯ୍ୟ କରିବି ଚଢ଼େଇ। ହେଲେ ତୁ ତ ଏକ ସାମାନ୍ୟ ଡାଳିମ୍ବ, ତୁ ମତେ କେମିତି ସାହାଯ୍ୟ କରିପାରିବୁ? ଆରେ ଚଢ଼େଇ, ମୁଁ ଏମିତି ସେମିତି ଡାଳିମ୍ବ ନୁହଁ, ମୁଁ ହେଉଛି ଯାଦୁର ଡାଳିମ୍ବ। ଏଇ ଡାଳିମ୍ବ ଘର ଆଜିଠୁ ତୋର। ତୁ ଏଇ ଡାଳିମ୍ବ ଘରେ ରହିବୁ। ଏଠି ସବୁ ସୁବିଧା ଅଛି। ଏଇ ଡାଳିମ୍ବ ଘର ଭିତରେ କିଛି ମଞ୍ଜି ଅଛି, ତୁ ସେସବୁ ନେଇ ଚାଷ କର। ଖୁବ୍ ଶୀଘ୍ର ଡାଳିମ୍ବ ଗଛ ବାହାରି ସେଥିରେ ଅନେକ ଡାଳିମ୍ବ ଫଳିବ। ତୁ ସେ ଡାଳିମ୍ବ ବିକ୍ରି କରି ଆରାମରେ ଚଳିପାରିବୁ। ଡାଳିମ୍ବର କଥା ଅନୁସାରେ ଚଢ଼େଇ ସେ ଡାଳିମ୍ବ ଘର ଭିତରକୁ ଗଲା, ଆଉ ସେ ଘରୁ ଡାଳିମ୍ବ ମଞ୍ଜି ଆଣି ଚାଷ କଲା। ଖୁବ୍ ଶୀଘ୍ର ହିଁ ଡାଳିମ୍ବ ଗଛ ବାହାରି ସେଥିରେ ଅନେକ ଡାଳିମ୍ବ ଫଳିଲା। ଚଢ଼େଇ ସେସବୁ ଧରି ବଜାରକୁ ଗଲା ଆଉ ବିକ୍ରି କଲା। ଏମିତି ତାର ସବୁଦିନ ଭଲରେ ବିତୁଥିଲା। ହେଲେ ଦିନେ କାଉ ଆଉ ତାର ସ୍ତ୍ରୀ ଚଢ଼େଇର ଡାଳିମ୍ବ ଘରକୁ ଦେଖିଲେ। ଆରେ ମୁଁ ଯାହା ଦେଖୁଛି, କଣ ତୁମେ ବି ତା ଦେଖୁଛ? ହଁ ହଁ, ମୁଁ ବି ସେଇଆ ଦେଖୁଛି। ଆଜି ଯାଏ ମୁଁ ଏତେ ବଡ଼ ଡାଳିମ୍ବ ଘର ଦେଖିନଥିଲି। ମୋର ଏଇ ଡାଳିମ୍ବ ଘର ଦରକାର, ଯେମିତି ବି ହଉ ମତେ ଏଇ ଡାଳିମ୍ବ ଘର ଦିଅ। ଆମେ ଥରେ ଚଢ଼େଇର ଘର ନେଇ ସାରିଛେ, ସେ ଆମକୁ ପୁଣି ଥରେ ତା ଘର କଣ ପାଇଁ ଦେବ? ଚଢ଼େଇଠୁ ତା ଘର ନେବା ପାଇଁ ମୋ ପାଖରେ ଏକ ଉପାୟ ଅଛି, ଆସ ମୋ ସାଙ୍ଗରେ। କିଏ କିଏ ମୋ ଘର କବାଟ ବାଡ଼ଉଛ? ତମେ ଦୁଇ କାଉ ଏଠି? ମୋ ଘର ନେଇ କଣ ତମମାନଙ୍କୁ ଶାନ୍ତି ଲାଗିଲାନି? ପୁଣି ଥରେ ଚାଲି ଆସିଲ, ଚାଲିଯାଉ ଏଠୁ। ଓହୋ ଚଢ଼େଇ, ଏତେ ରାଗୁଛୁ କଣ ପାଇଁ ଯେ? ଆମେ ତତେ ଏକ ଖବର ଦେବାକୁ ଆସିଥିଲୁ। ପାରାର ଦେହ ବହୁତ ଖରାପ, ସେ ବଞ୍ଚିବ କି ନାହିଁ ଜଣା ନାହିଁ। ସେ ତତେ ଦେଖିବାକୁ ଚାହୁଁଛି ବୋଲି ଆମକୁ କହିଲା, ସେଥିପାଇଁ ଆମେ ତତେ ଆସି ଖବର ଦଉଛୁ। କଣ କହୁଛ ତମେ ମାନେ? ପାରାର ଦେହ ଖରାପ? ମୁଁ ଏବେ ତା ପାଖକୁ ଯିବି। ବୋକା ଚଢ଼େଇ ଆମ କଥାରେ ଫସିଗଲା। ଚାଲ ଚାଲ, ଏବେ ଡାଳିମ୍ବ ଘର ଭିତରକୁ ଯିବା। ପାରା, ତୁ ଠିକ ଅଛୁ ତ? ମୁଁ ଶୁଣିଲି ତୋ ଦେହ ଖରାପ।
ହଁ ଚଢ଼େଇ, ମୁଁ ଏକଦମ ଠିକ ଅଛି। ତତେ ମିଛ କଥା ଗୁଡ଼ା କିଏ କହିଲା? କାଉ ମାନେ ମତେ ପୁଣି ଥରେ ମିଛ କଥା କହିଲେ। ନିଶ୍ଚୟ ସେମାନେ ମୋର କ୍ଷତି କରିବାକୁ ଚାହୁଁଛନ୍ତି। ପାରା ଭଉଣୀ, ମୁଁ ଏବେ ଘରକୁ ଯାଏ। ମୁଁ ପରେ ତମକୁ ସବୁ କଥା ବୁଝେଇଦେବି। ତମେ ଦୁଇ କାଉ ଏତେ ଖରାପ, ପୁଣି ଥରେ ମୋ ଘରକୁ କବ୍ଜା କରିନେଲ। ବାହାରି ଯାଅ ମୋ ଘରୁ। ନା, ଆଜିଠୁ ଏଇ ଘର ଆମର। ତୁ ଏଠୁ ଚାଲି ଯା। ମୁଁ ମୋ ଘର ଛାଡ଼ି କୁଆଡ଼େ ବି ଯିବିନି। ବାହାର ମୋ ଘରୁ। ଏ ସବୁ ଘଟଣା ଡାଳିମ୍ବ ବି ଦେଖୁଥିଲା। ସେ ଆଉ ସହି ନପାରି ତା ଶକ୍ତି ଦ୍ୱାରା ବିଷାକ୍ତ ଧୂଆଁ ଡାଳିମ୍ବ ଘର ଭିତରେ ବାହାର କଲା। ସେଇ ବିଷାକ୍ତ ଧୂଆଁ ଯୋଗୁଁ ଦୁଇ କାଉ ମରିଗଲେ। ଚଢ଼େଇ ନିଜ ଘରକୁ ଫେରି ପାଇ ଖୁବ୍ ଖୁସି ହେଇଗଲା ଆଉ ଶାନ୍ତିରେ ନିଜ ଜୀବନ ବିତେଇଲା।